मेरी ख्रीଷ୍ଟମାସ ଆପଣମାନେ ବହୁତ ସୁନ୍ଦର ଭାବରେ ଆଜିର ଦିନକୁ ପାଳନ କରିଥିବେ। ଆଉ ଆଜିର ଦିନ ହେଲା ବହୁତ ସ୍ପେଶିଆଲ। ଏଇ ସ୍ପେଶିଆଲ ଦିନରେ ପରମେଶ୍ୱର ଜଗତକୁ ଏତେ ପ୍ରେମ କଲେ ଆଉ ତାଙ୍କର ଏକମାତ୍ର ପୁତ୍ର ଆମ୍ଭମାନଙ୍କୁ ଗୋଟିଏ ଗିଫ୍ଟ ଭଳିଆ ଦେଲେ, ଗୋଟେ ଉପହାର ଭଳିଆ ତାଙ୍କେ ଏ ଦୁନିଆକୁ ପଠାଇଥିଲେ। ବୁଝିପାରିଲେ? ଆଉ ଉପହାର ଯଦି ଆମମାନଙ୍କୁ କେହି ଦିଅନ୍ତି ତ ବେଳେବେଳେ ଆମେ କ'ଣ କରୁ, ସେଇ ଉପହାରକୁ ସେମିତି ଆମେ ଗୋଟେ ଥାକରେ ନହେଲେ ଆଲମାରା ଭିତରେ ନେଇକି ରଖିଦେଉ। ଆଉ ତା ଭିତରେ କ'ଣ ଅଛି ଆମେ କେବେ ମଧ୍ୟ ଜାଣିପାରି ନଥାଉ। ସେଇଭଳିଆ ପରମେଶ୍ୱର ଯୀଶୁଙ୍କୁ ଗୋଟେ ଉପହାର ଭଳିଆ ଏଇ ଜଗତକୁ ପଠାଇଲେ, କିନ୍ତୁ ବହୁତ ଲୋକମାନେ ସେ ଉପହାରକୁ ଏବେ ଯାଏଁ ଖୋଲିକି ଦେଖିପାରିନାହାନ୍ତି। ବୁଝିପାରିଲେ? ଆଉ ବହୁତ ଲୋକ ସେ ଉପହାରକୁ ନେଇକରି ସେ ନେଲେ, ସେ ଖୋଲିଲେ, ସେ ଦେଖିଲେ, ତାଙ୍କର ନିଜର କରିନେଲେ, ତାଙ୍କୁ ବ୍ୟବହାର କଲେ, ଆଉ ସେମାନଙ୍କୁ ପ୍ରକୃତରେ ଅନନ୍ତ ଜୀବନ ମିଳିଛି। ହେଲେ ଅନନ୍ତ ଜୀବନ ମିଳିବା ପାଇଁ ହେଲେ ଆମମାନଙ୍କୁ ଯେଉଁ ଉପହାର ଦିଆଯାଇଛି, ସେ ଉପହାରକୁ ଖୋଲିକି ସେ ପରମେଶ୍ୱରଙ୍କୁ ଆମ ଯେତେବେଳେ ନିଜରି ନେବା, ଆଉ ପ୍ରଭୁ ଆମ ଜୀବନରେ ଜନ୍ମ ନେବେ, ଆଉ ଆମ ମଧ୍ୟରେ ଆସିବେ, ଆମେ ପ୍ରକୃତରେ ଚାଖିପାରିବା, ଜାଣିପାରିବା, ଅନୁଭବ କରିପାରିବା ଯେ କେତେ ସେ ମହାନ ପରମେଶ୍ୱର, କେତେ ପ୍ରେମିକ ପରମେଶ୍ୱର, ଆଉ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବା ସକାଶେ ଗୋଟେ ଛୋଟ ଶିଶୁ ରୂପ ନେଇକି ଆସିଲେ ଆମ ସହିତ ସମ୍ପର୍କ ରଖିବା ପାଇଁ। ଆଉ ସେ ଦୁନିଆରେ ଯେତେବେଳେ ଆସିଥିଲେ ସେ 100% ମନୁଷ୍ୟ ଥିଲେ, ସବୁ କିଛି ସେ ଅନୁଭବ କରିପାରୁଥିଲେ, ଆଉ ପ୍ରକୃତରେ ସେ 100% ପରମେଶ୍ୱର ଥିଲେ। ବୁଝିପାରିଲେ? ଆଉ ତେଣୁକରି ଆଜି ମନୁଷ୍ୟ ଜାତି ପାଇଁ ଗୋଟେ ସୁବର୍ଣ୍ଣ ମୌକା। ସେ ପରମେଶ୍ୱର ହେବା ସତ୍ତ୍ୱେ ମନୁଷ୍ୟ ରୂପରେ ଯେଉଁ ପରୀକ୍ଷା ଦେଇକି ଯିବାର ଥିଲା, ଯେଉଁ ଦୁଃଖ କଷ୍ଟ ଅନୁଭବ କରିବାର ଥିଲା, ସବୁ ସେ କରିଛନ୍ତି। ତେଣୁକରି ଆଜି ମନୁଷ୍ୟମାନଙ୍କର ମନରେ ଯେଉଁ କଷ୍ଟ, ଯେଉଁ ଯନ୍ତ୍ରଣା, ଯେଉଁ ଦୁଃଖ ସବୁ ଅଛି, ସେ ସବୁ କିଛି ଅନୁଭବ କରିପାରୁଛନ୍ତି। ତେଣୁକରି ଆଜିର ଦିନ ଆମ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ଏଇ ସୁବର୍ଣ୍ଣ ସୁଯୋଗକୁ ନ ହରାଇକି ଆମେ ସେଇ ପରମେଶ୍ୱରଙ୍କୁ, ଆମେ ଯେଉଁ ଜାଲରେ ବି ପଡ଼ିଛୁ, ଯେଉଁ କଷ୍ଟରେ ବି ପଡ଼ିଛୁ, ଯେଉଁ ଦୁଃଖରେ ବି ପଡ଼ିଛୁ, ସେ ସବୁ କିଛି ନେଇକି ଯଦି ପରମେଶ୍ୱରଙ୍କୁ କହିବା, ସେ ନିଶ୍ଚୟ ଶୁଣିବେ, ନିଶ୍ଚୟ ଅନୁଭବ କରିବେ, ଆଉ ଆମ୍ଭମାନଙ୍କୁ ସେ ସବୁ ପାପରୁ, ସବୁ କଷ୍ଟରୁ, ସବୁ ଦୁଃଖରୁ ଉଦ୍ଧାର କରିବେ। ଆଉ ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଯାଇ ଯଦି ଆପଣମାନେ ଯୀଶୁଙ୍କୁ ନିଜର କରିନାହାନ୍ତି, ତାହେଲେ ଆଜି ତ ଆପଣଙ୍କ ମାନେ ବହୁତ ସୁବର୍ଣ୍ଣ ସୁଯୋଗ। ହରାନ୍ତୁ ନାହିଁ, ତାଙ୍କ ପାଖକୁ ଆସନ୍ତୁ। ସେ ଆପଣଙ୍କୁ କୁଣ୍ଢାଇ ନେବେ, ଆଉ ଆପଣଙ୍କୁ ବିଲକୁଲ ମୁକ୍ତି କରିବେ, ଆନନ୍ଦରେ ଭରିଦେବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।